ସଫଳତା କେବେ ବି କାହାର ପୈତୃକ ସମ୍ପତ୍ତି ନୁହଁ। ଆଜି ଯିଏ ରାସ୍ତାରେ ଅଛି କାଲି ସେ ସାମ୍ରାଜ୍ୟର ରାଜା ବି ହୋଇପାରେ। କିନ୍ତୁ ଯେତେବେଳେ ସମୟ ଖରାପ ଥାଏ ସେତେବେଳେ ନିଜ ଲୋକ ବି ସାଥ ଛାଡ଼ି ଦିଅନ୍ତି। ଦର୍ଶକ ବନ୍ଧୁ, ଚାଲନ୍ତୁ 5 ବର୍ଷ ପଛକୁ ଯିବା ଏବଂ ସେଠି ମୁଁ ଆପଣଙ୍କୁ ରାଧା ଏବଂ ଅମିତ୍ର ଗୋଟିଏ ସୁନ୍ଦର କାହାଣୀ ଆପଣଙ୍କୁ ଶୁଣାଇବି। ଏକ ଦୁଃଖଦ ଏବଂ କରୁଣ କାହାଣୀ ଆଜି ଆପଣଙ୍କୁ ଶୁଣାଉଛି। ଏହି କାହାଣୀଟି ଆପଣଙ୍କର ଜୀବନରେ ଏବଂ ଆଖପାଖରେ ଥିବା କିଛି ବ୍ୟକ୍ତିଗତ ଜୀବନକୁ ଜୀବନ୍ତ କରିଦେବ। ଆପଣଙ୍କର ସ୍ମୃତି ଏହାକୁ ଜୀବନ୍ତ କରିଦେବ ଶୁଣିବା ପରେ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମୋତେ ବହୁତ ସାରା ସପୋର୍ଟ ଆପଣଙ୍କର ନିହାତି ଦରକାର ଅଟେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ରାଧା, ମୁଁ ଆଉ ଏମିତି ଜୀବନ ଜିଇପାରିବିନି ଅମିତ। ମୋ ସାଙ୍ଗମାନେ ସେମାନଙ୍କ ସ୍ୱାମୀଙ୍କ ସହ ମଲକୁ ଯାଉଛନ୍ତି, ବଡ଼ ଗାଡ଼ିରେ ବୁଲୁଛନ୍ତି, ଆଉ ମୋ ଭାଗ୍ୟରେ ଏଇ ଗୋଟେ ଗରିବ ମୁଛି ଯାହାର ଦିନସାରା ଗୋଟିଏ ଜୋତା ସିଲେଇ କଲେ 10 ଟଙ୍କା ମିଳେ। ଅମିତ, ରାଧା ଟିକେ ବୁଝିବାକୁ ଚେଷ୍ଟା କର। ମୁଁ କେବଳ ପେଟ ପୋଷିବା ପାଇଁ ଏହି କାମ କରୁଛି, କିନ୍ତୁ ମୋର ସ୍ୱପ୍ନ ବହୁତ ବଡ଼। ମୁଁ ଦିନ ରାତି ପଢ଼ୁଛି। ରାଧା, ରଖ ତୁମ ସ୍ୱପ୍ନ। ସ୍ୱପ୍ନ ଦେଖିଲେ ପେଟ ପୁରେ ନା। ମୋତେ ତୁମ ସହ ରହିବାକୁ ଲାଜ ଲାଗୁଛି। ମୁଁ କୋର୍ଟରୁ ଡିଭୋର୍ସ ପେପର ଆଣିଛି। ଏଇଠି ସାଇନ୍ କର ଏବଂ ମୋ ଜୀବନରୁ ସବୁଦିନ ପାଇଁ ଦୂରେଇ ଯାଅ। ରାତିର ସମୟ। ଏକ ଛୋଟ ଅନ୍ଧାରିଆ ରୁମ୍ରେ ଗୋଟିଏ ଡିବି ଲଣ୍ଠନ ଜଳୁଛି। ଅମିତ କାନ୍ଦୁଛି, କିନ୍ତୁ ହଠାତ୍ ସେ ନିଜ ଆଖିର ଲୁହକୁ ପୋଛି ଦେଉଛି। ତାର ଆଖିରେ ଏବେ ଦୁଃଖ ଜାଗାରେ ଏକ ପ୍ରତିଶୋଧ ଏବଂ ଜିଦ୍ର ନିଆଁ ଲାଗିଛି। ଦୁନିଆରେ ସବୁଠାରୁ ବଡ଼ ପ୍ରତିଶୋଧ ମାଡ଼ ଗାଳିରେ ନଥାଏ, ବରଂ ନିଜକୁ ସଫଳ କରି ଅନ୍ୟକୁ ନିଜର ପ୍ରକୃତ ଯୋଗ୍ୟତା ଦେଖାଇବାରେ ଥାଏ। ଅମିତ ସେଦିନ ସ୍ଥିର କଲା, ଯେଉଁ ସମାଜ ଆଉ ଯେଉଁ ସ୍ତ୍ରୀ ତାକୁ ଜୋତା ସିଲେଇ କରୁଥିବା ମୋଚି କହି ଅପମାନିତ କଲେ, ସେମାନଙ୍କ ସାମ୍ନାରେ ସେଦିନେ ଜିଲ୍ଲାର ସବୁଠାରୁ ବଡ଼ ଅଫିସର ହୋଇ ଛିଡ଼ା ହେବ। ଦିନ ସାରା ଅମିତ ଖରାରେ ବସି ଜୋତା ସିଲେଇ କରୁଛି, କିନ୍ତୁ ତାର ଗୋଟିଏ ହାତରେ ଜୋତା ଏବଂ ଆର ହାତରେ ଆଇଏଏସ୍ ପରୀକ୍ଷାର ବହି ଅଛି। ଲୋକମାନେ ତାକୁ ପାଗଳ କହୁଛନ୍ତି, ତା ଉପରକୁ ପଇସା ଫିଙ୍ଗୁଛନ୍ତି, କିନ୍ତୁ ତାର ଧ୍ୟାନ କେବଳ ବହି ଉପରେ। ରାତିରେ ସମସ୍ତେ ଶୋଇବା ପରେ ଅମିତ କ୍ଳାନ୍ତ ଶରୀରରେ ବି ଚେଇଁ ରହି ପଢ଼ୁଛି। ପଢ଼ୁ ପଢ଼ୁ ତାର ଆଖି ବନ୍ଦ ହୋଇଯାଉଛି। ସେ ନିଜ ଗାଲରେ ଚାପୁଡ଼ା ମାରି ନିଦ ଭାଙ୍ଗୁଛି ଏବଂ ପୁଣି ପଢ଼ିବାକୁ ବସୁଛି। ଚା ଦୋକାନୀ ତାକୁ ମାଗଣାରେ ଚା ଦେଉଛି। ଅମିତ ପକେଟରୁ ଖୁଚୁରା ପଇସା ଗଣି ବହି କିଣୁଛି। ସଫଳତାର ପଥ ଏତେ ସହଜ ନଥିଲା। ପାଖରେ କୋଚିଂ ପାଇଁ ପଇସା ନଥିଲା, କି ଉପଦେଶ ଦେବାକୁ କେହି ଗୁରୁ ବି ନଥିଲେ। ଥିଲା ତ କେବଳ କିଛି ଚିରା ବହି, ଲଣ୍ଠନର ଆଲୁଅ ଏବଂ ବୁକୁ ଫଟା ଜିଦ୍। ପ୍ରଥମ ପ୍ରୟାସରେ ବିଫଳତା, ଦ୍ୱିତୀୟ ପ୍ରୟାସରେ ବି ଅସଫଳତା, କିନ୍ତୁ ଅମିତ ହାର ମାନିବା ଶିଖିନଥିଲା। ବର୍ତ୍ତମାନର ସମୟ ସେହି ଜିଲ୍ଲାର କଲେକ୍ଟର ଅଫିସ। ଅମିତ ଏବେ ସେହି ଜିଲ୍ଲାର ନୂଆ ଆଇଏଏସ୍ ଜିଲ୍ଲାପାଳ ହେବା ପାଇଁ ସ୍ୱପ୍ନ ଦେଖୁଛି। 5 ବର୍ଷ ପରେ ସକାଳ ସମୟ। ଅମିତ ଏକ ସାଇବର କାଫେ ବାହାରେ ଛିଡ଼ା ହୋଇ କମ୍ପ୍ୟୁଟର ସ୍କ୍ରିନ୍କୁ ଚାହିଁଛି। ୟୁପିଏସ୍ସିର ଫାଇନାଲ ରେଜଲ୍ଟ ବାହାରିଛି। ଲିଷ୍ଟରେ ତାର ରୋଲ ନମ୍ବର ସହ ଲେଖା ଅଛି ଅଲ୍ ଇଣ୍ଡିଆ ର୍ୟାଙ୍କ 12। ଅମିତର ଆଖିରୁ ଖୁସିରେ ଲୁହ ବୋହିଯାଉଛି। ଚା ଦୋକାନୀ ତାକୁ କୋଳେଇ ନେଉଛି। ଚାରିପଟେ ତାଳିର ଶବ୍ଦ। ବର୍ତ୍ତମାନ ସମୟ ସେହି ଜିଲ୍ଲାର କଲେକ୍ଟର ଅଫିସ। ଅମିତ ଏବେ ସେହି ଜିଲ୍ଲାର ନୂଆ ଆଇଏଏସ୍ ଜିଲ୍ଲାପାଳ ଭାବେ ଚେୟାରରେ ବସିଛନ୍ତି। ଅଫିସ ବାହାରେ ବହୁତ ଭିଡ଼। ଜଣେ ଗରିବ ବୃଦ୍ଧ ଏବଂ ତାଙ୍କ ସହ ଜଣେ ମହିଳା କିଛି ସରକାରୀ ସାହାଯ୍ୟ ପାଇଁ ଆପ୍ଲିକେସନ ଧରି ଲାଇନରେ ଛିଡ଼ା ହୋଇଛନ୍ତି। ସେହି ମହିଳା ଜଣକ ଆଉ କେହି ନୁହଁ, ସେ ହେଉଛି ରାଧା, ଅମିତର ପୂର୍ବତନ ସ୍ତ୍ରୀ। ରାଧାର ଚେହେରା ଏବେ ମ୍ଳାନ, ଗରିବୀ ଏବଂ ଚିନ୍ତାରେ ବୁଡ଼ି ରହିଛି। ସେ ଯାହାକୁ ବାହା ହୋଇଥିଲା, ସେ ସେହି ମହିଳାଙ୍କୁ ପ୍ରତାରଣା କରି ସବୁ ସମ୍ପତ୍ତି ନେଇ ଚାଲିଯାଇଛି। ପିଅନ ରାଧା ଏବଂ ତା ବାପାଙ୍କୁ କଲେକ୍ଟର ରୁମ୍ ଭିତରକୁ ଡାକୁଛି। ରାଧା ମୁଣ୍ଡ ତଳକୁ କରି ରୁମ୍ ଭିତରକୁ ପ୍ରବେଶ କରୁଛି। ରାଧାର ବାପା ହାତ ଯୋଡ଼ି କହୁଛି, ସାର୍, ଆମର ଏହି ଜମିବାଡ଼ି କେସ୍ ଅନେକ ଦିନରୁ ପଡ଼ି ରହିଛି। ଗୁଣ୍ଡାମାନେ ଆମ ଘର ଛଡ଼ାଇ ନେଉଛନ୍ତି। ଟିକେ ସାହାଯ୍ୟ କରନ୍ତୁ ସାର୍। ଅମିତ ଚେୟାରରୁ ଉଠି ଛିଡ଼ା ହୋଇଛନ୍ତି ଏବଂ ନିଜ ଚଷମା ଓହ୍ଲାଇଛି। ରାଧା ଉପରକୁ ଚାହୁଁଛି। ଅମିତ ଦେଖିବା ମାତ୍ରେ ରାଧାର ପାଦ ତଳୁ ମାଟି ଖସି ଯାଉଛି। ତାର ଆଖି ଆଶ୍ଚର୍ଯ୍ୟ ଏବଂ ଅନୁତାପରେ ଭରି ଯାଉଛି। ଅମିତ, ତୁମେ
ତୁମେ ଏଠି? ଅମିତ ଶାନ୍ତ ଏବଂ ଗମ୍ଭୀର ସ୍ୱରରେ ରାଧାକୁ କହୁଛି, ନମସ୍କାର ମ୍ୟାଡାମ। ଆଜ୍ଞା କୁହନ୍ତୁ, ଆପଣଙ୍କର କ'ଣ ସମସ୍ୟା ଅଛି? ମୁଁ ଜଣେ ସରକାରୀ ଚାକର। ଜନସାଧାରଣଙ୍କ ସେବା କରିବା ମୋର କର୍ତ୍ତବ୍ୟ। କାନ୍ଦି କାନ୍ଦି ରାଧା କହୁଛି, ମୋତେ କ୍ଷମା କରିଦିଅ ଅମିତ। ମୁଁ ତୁମର ଗରିବକୁ ଦେଖିଲି, କିନ୍ତୁ ତୁମ ଭିତରେ ଥିବା ସଂଘର୍ଷକୁ ମୂଲ୍ୟ ବୁଝିପାରିଲିନି। ମୁଁ ବହୁତ ବଡ଼ ଭୁଲ କରିଦେଲି। ଅମିତ ଧୀର ହସ ହସ ହୋଇ କହୁଛି, ଭୁଲ ନୁହେଁ ରାଧା, ତୁମେ ମୋତେ ମୋର ପ୍ରକୃତ ପରିଚୟ ଦେଇଛ। ସେଦିନ ଯଦି ତୁମେ ସେହି ମୋଚି କହି ମୋତେ ଡିଭୋର୍ସ ଦେଇନଥାନ୍ତ, ତେବେ ହୋଇପାରେ ଆଜି ବି ମୁଁ ସେହି ଗଛ ମୂଳେ ବସି ଜୋତା ସିଲେଇ କରୁଥାନ୍ତି। ତୁମର ସେହି ଅପମାନ ହିଁ ମୋତେ ଆଜି ଏହି ଚେୟାରରେ ବସାଇଛି। ଅମିତ ରାଧାର ଜମି କାଗଜପତ୍ର ଦେଖି ସାଇନ କରୁଛନ୍ତି ଏବଂ ପୋଲିସକୁ ଅର୍ଡର ଦେଉଛନ୍ତି ସେମାନଙ୍କୁ ନ୍ୟାୟ ଦେବା ପାଇଁ। ରାଧା ଅନୁତାପର ଲୁହ ଝରାଇ ରୁମ୍ରୁ ବାହାରି ଯାଉଛି। ଅମିତ ପୁଣି ନିଜ କାମରେ ବ୍ୟସ୍ତ ହୋଇଯାଉଛି। ବନ୍ଧୁଗଣ, ସମୟ ସମସ୍ତଙ୍କର ବଦଳେ। କାହାର ଗରିବକୁ ଦେଖି କେବେ ବି ତାକୁ ଛୋଟ ଭାବନ୍ତୁ ନାହିଁ। ମନେ ରଖିବେ, କୋଇଲା ହିଁ ଅତ୍ୟଧିକ ଚାପ ପାଇ କାରଖାନାରେ ନୁହେଁ, ପ୍ରକୃତିର କୋଳରେ ହିଁ ହୀରା ପାଲଟିଯାଏ। ଯଦି ଆଜି ଆପଣଙ୍କ ସମୟ ଖରାପ ଅଛି, ତେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ନିଜ ଜିଦକୁ ଏମିତି ବଜାୟ ରଖନ୍ତୁ ଯେପରି ଦିନେ ସାରା ଦୁନିଆ ଆପଣଙ୍କୁ ସାଲ୍ୟୁଟ କରିବ। ଦର୍ଶକ ବନ୍ଧୁ, ଆଜି ବି ଏମିତି ବହୁତ କାହାଣୀ ଚୁପଚାପ ହୋଇ ରହିଯାଉଛି। କେତେ ଯେ ସଂଘର୍ଷ, କେତେ ଯେ ଆଖିର ଛଳ ଛଳ ଲୁହ, ପ୍ରତାରଣା, ଏ ସବୁ ପାଇଁ କିଛି ଲୋକ ଆଗକୁ ବଢ଼ି ପାରନ୍ତି ନାହିଁ। ଯଦି ଆପଣ କାହାଠାରୁ ଅପମାନ ପାଉଛନ୍ତି, ତେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ଆପଣ ନିଜର ମନରେ ସେହି ଅପମାନକୁ ନେଗେଟିଭରେ ନ ନେଇକରି ଦିନ ରାତି ଅକ୍ଳାନ୍ତ ପରିଶ୍ରମ ପଡ଼ନ୍ତୁ। ଆଜି ଆପଣଙ୍କୁ କେହି ଦେଖିକରି ହସୁଛି, କେହି ଆପଣଙ୍କର ଡ୍ରେସକୁ ଦେଖିକରି ହସୁଛି, କେହି ଆପଣଙ୍କର ଘରକୁ ଦେଖିକରି ହସୁଛି, କିନ୍ତୁ ସିଏ କ'ଣ ଜାଣିବ ଆପଣଙ୍କ ମନ ଭିତରର ସେହି ଜିଦ୍, ସେହି ଅସଫଳତା ପଛରେ ଥିବା କାହାଣୀକୁ। ଆପଣ ବି ଚାହିଁଲେ ଆଗକୁ ନିହାତି ବଢ଼ିପାରିବେ। ମନ ଭିତରର ଜିଦକୁ ଆହୁରି ବଜାୟ ରଖନ୍ତୁ। ଯେତେ ପାରୁଛନ୍ତି ଅକ୍ଳାନ୍ତ ପରିଶ୍ରମ ପଡ଼ନ୍ତୁ। ଦର୍ଶକ ବନ୍ଧୁ, ଯେତେ ପରିଶ୍ରମ ପଡ଼ିବେ, ଯେତେ ଥର ଆପଣ ଅସଫଳ ହେବେ, ସଫଳତାର ରାସ୍ତା ଆପଣଙ୍କ ପାଇଁ ଆହୁରି ଖୋଲିଯିବ। ଯଦି ଆପଣଙ୍କର ଲକ୍ଷ୍ୟରେ କେହି ବାଧାପ୍ରାପ୍ତ କରୁଛି, ତେବେ ଆପଣଙ୍କର ଲକ୍ଷ୍ୟ ବଦଳାନ୍ତୁ ନାହିଁ, ରାସ୍ତା ବଦଳାଇ ଦିଅନ୍ତୁ। କାରଣ ରାସ୍ତା ଯଦି ବଦଳାଇ ଦେବେ, ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଯେତେ ପାରୁଛନ୍ତି ସାଙ୍ଗସାଥୀ, ସୋସିଆଲ ମିଡ଼ିଆ ଏଠାରୁ ଦୂରରେ ରୁହନ୍ତୁ। ଲୋକେ କ'ଣ କହିବେ, ଲୋକଙ୍କ ଠାରୁ ଆମକୁ କ'ଣ ମିଳିବ? ତେଣୁ ଲୋକଙ୍କ କଥା ପଛରେ ପକାନ୍ତୁ, ଆଗକୁ ବଢ଼ି ଚାଲନ୍ତୁ। ଦେଖିବେ ଦିନେ ଆପଣ ବି ଗୋଟିଏ ନୂଆ ସ୍ୱପ୍ନକୁ ସାକାର କରିପାରିବେ। ଦର୍ଶକ ବନ୍ଧୁ, ଆଜି ଆପଣ କେଉଁ ସଫଳତା ପାଇଁ ଦୌଡ଼ୁଛନ୍ତି, କେଉଁ ସଫଳତା ପାଇଁ ଅକ୍ଳାନ୍ତ ପରିଶ୍ରମ ପଡ଼ୁଛନ୍ତି, କାହାକୁ ବି କୁହନ୍ତୁ ନାହିଁ। କିଏ କହିପାରିବ? ଆପଣଙ୍କର ନିଜ ଲୋକ ହିଁ ଆପଣଙ୍କର ସପୋର୍ଟରେ ଛିଡ଼ା ହୋଇନଥିବ। ଆପଣଙ୍କର ହିଁ ନିଜ ଲୋକ ହିଁ ଚାହୁଁଥିବ ଯେ ଆପଣ ସେଇ ଜାଗାରେ ନ ପହଞ୍ଚନ୍ତୁ ବୋଲି। ତେଣୁ ସଫଳତାକୁ ସବୁବେଳେ ଗୁପ୍ତ ରଖନ୍ତୁ। ଚାଣକ୍ୟଙ୍କ ନୀତି ଅନୁସାରେ ସଫଳତା କେବେ କାହାକୁ କହିବା କଥା ନୁହଁ। ନିଜ ସ୍ୱପ୍ନ, ନିଜର ପ୍ରତିଭା ଏବଂ ନିଜେ କେଉଁଭଳି ଭାବରେ କର୍ମ କରୁଛନ୍ତି, କେଉଁ ସ୍ୱପ୍ନ ପାଇଁ କରୁଛନ୍ତି, କେଉଁପରି ଭାବରେ ଆପଣ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଗୋଟି ଗୋଟି କରି କୌଣସି ବି ସ୍ୱପ୍ନ କାହାରିକୁ ସେୟାର କରନ୍ତୁ ନାହିଁ। କାରଣ ଆପଣ ଯଦି ଅନ୍ୟ ଆଗରେ ସେୟାର କରିଦେବେ, ତାହା ନା ଆପଣଙ୍କର ନଜର ଲାଗିବା ସହିତ ସେହି ସ୍ୱପ୍ନକୁ ଅନ୍ୟମାନେ ଆପଣଙ୍କର ଅପମାନ କରିବେ। ଯେମିତିକି କହିବେ ଏହି ଜିନିଷ କେବେ ବି ତାର ସଫଳ ନ ହେଉ ବୋଲି କହିବେ। କିଏ ଭଗବାନଙ୍କ ପାଖରେ ମୁଣ୍ଡିଆ ମାରିବେ, କେହି ବ୍ଲାକ୍ ମ୍ୟାଜିକ୍ କରିବେ, କେହି କ'ଣ କରିବେ। ଏହି ଦୁନିଆରେ ଏମିତି ବି ବହୁତ ଲୋକ ଅଛନ୍ତି। ଆପଣ ନିଜ ନିଜ ଘର ଭିତରେ ହିଁ ମହାଭାରତ ଯୁଦ୍ଧ ଦେଖିଛନ୍ତି। ତେବେ କେବେ କାହାକୁ ନିଜର ଅସଲ ପରିଚୟ ବା ଅସଲ ସଫଳତା, ଅସଲ ସ୍ୱପ୍ନ ଗୁପ୍ତ ରଖନ୍ତୁ, କହନ୍ତୁ ନାହିଁ, କେବେ ବି ସେୟାର କରନ୍ତୁ ନାହିଁ। ଚୁପଚାପ କାମ କରନ୍ତୁ ଏବଂ ସଫଳତା ପୁରା ଦୁନିଆକୁ ଦେଖିବାକୁ ଦିଅନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ।